କିଛି 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 ନାହିଁ ଆଜ୍ଞା। ସେଟା ମୁଁ ଯାଇଥିଲି ଘରକୁ ଯାଇଥିଲି, ସେ ରୁମ୍ରେ ଥିଲେ ଯେହେତୁ ଗୁରୁ ଭାଇ ମୋର ରୁମ୍ମେଟ୍ ଥିଲେ। ବହୁତ କୋପରେଟିଭ, ବହୁତ କିଛି ଜିନିଷ ମୋତେ ଶିଖାନ୍ତି, ବହୁତ କିଛି ଜିନିଷ ସେ ଦୃଶ୍ୟକୁ ମୁଁ କେବେ ଭୁଲି ପାରିବିନି। ତାପରେ ଗୁରୁ ଭାଇ ଗୋଟେ ଏମିତି ମଣିଷ, ସେ ସବୁବେଳେ ହସୁଥାନ୍ତି। ଜିଦ୍ରେ ମୁଁ ଘରକୁ ଯିବି, ଆଉ ତୁମେ ଟିକେ ମୋର ବେଡ଼ିଂ ଟିକେ ନେଇଯିବ, ବସ୍ ଟିକେ ନେଇଯିବ। ମୁଁ ଭାଇ କି କଥା କହୁଛନ୍ତି, କିଛି 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 ନାହିଁ ଆଜ୍ଞା। ସେଟା ମୁଁ ଯାଇଥିଲି ଘରକୁ ଯାଇଥିଲି, ସେ ରୁମ୍ରେ ଥିଲେ ଯେହେତୁ ସବୁବେଳେ ତମ ପାଖରେ ଯେମିତି ଅଛି ସବୁଦିନ ସେମିତି ଥିବି। କିଛି କୌଣସି କଥାକୁ ଆମ ଦୁଇ ଜଣଙ୍କ ଭିତରେ କୌଣସି ଜିନିଷ ଏମିତି ହୁଏ ନା ଯେ ମୁଁ ନଥିବି ସିଏ ନା। 8-9 ବର୍ଷ ବୋଧେ ହେଲା ଯାତ୍ରା ମଞ୍ଚରେ ନୂଆ କରି ଆସି, ସେଥିପାଇଁ ମୋତେ କିଛି କୁହନ୍ତିନି। କିନ୍ତୁ ସିଏ ଅନ୍ୟ କୌଣସି କଥାରେ ନେଇକି ନାଇଁ ଆଜ୍ଞା, ଘର କଥା ସେ ଗୋଟେ କଥା ହେଲା, ଘର କଥା ମୋତେ କୋଉଦିନ କିଛି କୁହନ୍ତିନି। ଆମେ ଓଡ଼ିଶା ବି ପାଇବେନି, ବହୁତ ହସ ଖୁସିଆ ଲୋକ ମଣିଷଟିଏ। କ'ଣ କରିବା, ଖାଲି ଭଗବାନଙ୍କୁ ଏତିକି ମହାପ୍ରଭୁଙ୍କୁ ଡାକୁଛି, ସବୁବେଳେ ହାପି ମନରେ ଥାଆନ୍ତି। କିନ୍ତୁ ଏମିତି ଗୋଟେ ଦିନ ଆସିବ ଭାଇ, ଆଜି ଆମେ ହରେଇ ବସିମୁ ଏତେ ବଡ଼, ଯେ ପର୍ଯ୍ୟନ୍ତ ତୁ ଥିବୁ ମୁଁ ସିନ୍ ଫେଲ୍ ହେବିନି। ମୋତେ ଗୋଟେ ଅଳୁସିଆ ନୀତି, ମୁଁ ଟିକେ ଶୋଇପଡ଼େ। ଠିକ୍ ମୋତେ 11:30 ଟିକେ ଡାକିଦେବ। ଗୁରୁ ଭାଇ ମୋର ରୁମ୍ମେଟ୍ ଥିଲେ, ବହୁତ କୋପରେଟିଭ, ବହୁତ କିଛି ଜିନିଷ ମୋତେ ଶିଖାନ୍ତି, ବହୁତ କିଛି ଜିନିଷ। ବହୁତ ଦିନ ମୋତେ ରହିବି। ମୋତେ କହିଥିଲେ ଜିତ୍